ପ୍ରବଳ ପ୍ରତାପୀ ହୈହୟ ବଂଶ ନରେଶ କାର୍ତ୍ତବୀର୍ଯ୍ୟ। ଋଷି ଦତ୍ତାତ୍ରେୟଙ୍କଠାରୁ ବରପ୍ରାପ୍ତି ପରେ ସହସ୍ର ବାହୁବଳର ଅଧିକାରୀ ହୋଇ ସହସ୍ରାର୍ଜୁନ ବା ସହସ୍ର ବାହୁ ନାମରେ ଖ୍ୟାତ ଥିଲେ। ଯେହେତୁ ସେ ଦତ୍ତାତ୍ରେୟଙ୍କର ଭକ୍ତ ଥିଲା, ସେହି ଆଧାରରେ ବ୍ରହ୍ମା ବିଷ୍ଣୁ ଓ ଶିବ ତ୍ରିଦେବଙ୍କ ପ୍ରିୟ ରହିବା ସହ ପ୍ରବଳ ପରାକ୍ରମୀ ହୋଇ ଅଜୟ ଦୁର୍ଜୟ ଥିଲେ। ଏକଦା ମୃଗୟା ବିନୋଦ ଲକ୍ଷ୍ୟରେ ଅରଣ୍ୟ ମଧ୍ୟରେ ଘୁରି ଘୁରି ଅନେକ ମୃଗ ବଧ କଲା ପରେ ସମୟ ଜ୍ଞାନ ହରାଇ ସନ୍ଧ୍ୟା ଆସିଯିବାରୁ ରାଜପ୍ରସାଦକୁ ଫେରି ନ ପାରି ସୈନ୍ୟ ଓ ଅଙ୍ଗରକ୍ଷୀଙ୍କ ସହ ବିନା ଖାଦ୍ୟରେ ବୃକ୍ଷମୂଳେ ଶୋଇ ରାତ୍ରି ଯାପନ କଲେ। ସକାଳ ହେବା ପରେ ଝରଣା ଜଳରେ ଶୌଚବିଧି ସମାପନ କରି ଖାଦ୍ୟ ଅନ୍ୱେଷଣ କରୁଥିବା ସମୟରେ ଅକସ୍ମାତ୍ ଯମଦଗ୍ନିଙ୍କ ଆଶ୍ରମରେ ଆସି ପହଞ୍ଚିଗଲେ। ଋଷିଙ୍କୁ ଦେଖି ରାଜା ଯଥାମାନ୍ୟ ପ୍ରଦର୍ଶନ କରି ନିଜର ପରିଚୟ ଦେଲେ। ନୃପଙ୍କ ବିନମ୍ରତାରେ ସନ୍ତୁଷ୍ଟ ହୋଇ ଋଷି ନିଜ ଆଶ୍ରମରେ ତାଙ୍କୁ ଆତିଥ୍ୟ ପ୍ରଦାନ କଲେ। କାହିଁକି ଅସମୟରେ ଆଶ୍ରମକୁ ଆସିଛନ୍ତି ବୋଲି ଋଷି ଜିଜ୍ଞାସା କରନ୍ତେ ନୃପ କହିଲେ, ହେ ମହାତ୍ମା, କାଲିଠାରୁ ଆମେ କିଛି ନ ଖାଇ କ୍ଷୁଧାତୁର ଅଛୁ। ତେଣୁ ଆପଣ ଆମକୁ କିଛି ଖାଇବାକୁ ଦେଇ ଆମର କ୍ଷୁଧା ଦୂର କରନ୍ତୁ। ଅଳ୍ପ ସମୟ ଅପେକ୍ଷା କରନ୍ତୁ କହି ଭୃଗୁନନ୍ଦନ ନିଜ ଆଶ୍ରମରେ ପାଳିଥିବା କାମଧେନୁ ସୁରଭି ପାଖକୁ ଯାଇ ଅତିଥି ସତ୍କାର କିପରି କରିପାରିବି ବୋଲି ନିଜର ଅକ୍ଷମତା ପ୍ରକାଶ କରନ୍ତେ ଗୋମାତା କହିଲେ, ମୁଁ ଥାଉ ଥାଉ ତୁମେ ଚିନ୍ତା କରୁଛ କାହିଁକି ଋଷିବର? ଅତିଥି ସତ୍କାର ଦାୟିତ୍ୱ ମୋ ଉପରେ ଛାଡ଼ି ନିଶ୍ଚିନ୍ତ ରୁହନ୍ତୁ। ସଙ୍ଗେ ସଙ୍ଗେ କାମଧେନୁ ଦୟାରେ ନୃପ ଓ ତାଙ୍କ ସୈନ୍ୟ ସାମନ୍ତଙ୍କ ପାଇଁ ରାଜକୀୟ ଆସନ ସହିତ ରାଜକୀୟ ଅନ୍ନ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇଗଲା। ଋଷିଙ୍କ ଅନୁରୋଧରେ ଯାହା ପାଇଁ ଯେଉଁ ଆସନ ଉଦ୍ଦିଷ୍ଟ, ନୃପଙ୍କ ସହ ଅନୁଗାମୀମାନେ ବସି ଭୋଜନ ଉପଭୋଗ କଲେ। ଯେତେ ସୈନ୍ୟ ଓ ସହଗାମୀ ଥିଲେ, ନିମିଷକ ମଧ୍ୟରେ ସୁସ୍ୱାଦୁ ରାଜକୀୟ ଭୋଜନ ପାଇ ଋଷି ଆଶ୍ରମରେ ଏପରି ବ୍ୟବସ୍ଥା କିପରି ସମ୍ଭବ ହୋଇପାରିଲା ବୋଲି ଭାବିବାକୁ ଲାଗିଲେ। ରାଜା ନିଜ ଅନୁଚରମାନଙ୍କୁ ପଠାଇ ଯେତେ ଯେଉଁଠି ଖୋଜିଲେ ମଧ୍ୟ ଖାଦ୍ୟ ସାମଗ୍ରୀ କିମ୍ବା ପ୍ରସ୍ତୁତିଶାଳାରେ କୌଣସି ସନ୍ଧାନ ପାଇଲେ ନାହିଁ। ତେଣୁ ନିଶ୍ଚିନ୍ତ ହୋଇଗଲେ ଯେ ଏହା ସବୁ କାମଧେନୁ ସୁରଭିର ଚମତ୍କାରିତା। ମନ୍ତ୍ରୀଙ୍କ ପରାମର୍ଶରେ ସହସ୍ରବାହୁ ଋଷିଙ୍କୁ ହସ୍ତ ଯୋଡ଼ି ପ୍ରାର୍ଥନା କରି କହିଲେ, ହେ ଋଷି ଶ୍ରେଷ୍ଠ, ଭୂରି ଭୋଜନ ଦେଇ ଆମର କ୍ଷୁଧା ଦୂର କରିଥିବାରୁ ମୁଁ ଆପଣଙ୍କୁ ସାଧୁବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରୁଛି। ମୋର ଏକ ଛୋଟ ବିନତି ରକ୍ଷା କରି ଏହି କାମଧେନୁଟି ମୋତେ ଦାନ କରି ମୋର ଅଭିପ୍ସା ପୂରଣ କରନ୍ତୁ। ନୃପର ଏପରି ଅବାନ୍ତର କଥା ଶୁଣି ଯମଦଗ୍ନି ଅଳ୍ପ କ୍ରୋଧ ମିଶ୍ରିତ କଣ୍ଠରେ କହିଲେ, ହେ ରାଜନ୍, ଏପରି ମୂର୍ଖତାପୂର୍ଣ୍ଣ ଅନୁରୋଧ କରିପାରୁଛ କିପରି? ଶାସ୍ତ୍ରାନୁଯାୟୀ ଜଣେ ବ୍ରାହ୍ମଣ ହିଁ କେବଳ ଦାନ ପାଇବାର ଯୋଗ୍ୟ ପାତ୍ର। କିନ୍ତୁ ଯେହେତୁ ତୁମେ କ୍ଷତ୍ରିୟ, ତୁମକୁ ମୁଁ ଦାନ ଦେବା ବିଧେୟ ନୁହେଁ। ଦ୍ୱିତୀୟରେ, ଏହି କାମଧେନୁଟିକୁ ପିତାମହ ବ୍ରହ୍ମା ମୋର ପିତୃଦେବ ଭୃଗୁ ମୁନିଙ୍କୁ ପ୍ରଦାନ କରିଥିଲେ ଏବଂ ପୈତୃକ ସମ୍ପତ୍ତି ଆଧାରରେ ମୁଁ ଏବେ ଏହାକୁ ମୋ ପାଖରେ ରଖିଛି। ତେଣୁ ଏହି ପୈତୃକ ଧେନୁଟିକୁ ତୁମକୁ ଦେବାର ଅଧିକାର ମଧ୍ୟ ମୋର ନାହିଁ। ଋଷିଙ୍କ ଆଳାପକୁ ପାଗଳର ପ୍ରଳାପ ପ୍ରାୟ ମନେକରି ବଳପୂର୍ବକ ସେହି ଧେନୁଟିକୁ ନୃପ ନିଜ ରାଜ୍ୟକୁ ନେଇଯିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ଏହା ଦେଖି ଭୃଗୁନନ୍ଦନ କାମଧେନୁ ପାଖକୁ ଯାଇ ନିଜର ଅସହାୟତା ପ୍ରକାଶ କରନ୍ତେ ସୁରଭି ମୁଖରୁ ଶହ ଶହ ସଂଖ୍ୟାରେ ସଶସ୍ତ୍ର ସୈନ୍ୟ ବାହାରି ସହସ୍ର ବାହୁ ସହ ଯୁଦ୍ଧ ଆରମ୍ଭ କରିଦେଲେ। ନିଜେ ଯମଦଗ୍ନି ମଧ୍ୟ ଧନୁ ଧରି ନାନା ଅସ୍ତ୍ର ଓ ପ୍ରତିଅସ୍ତ୍ର ପ୍ରୟୋଗ କଲେ। ଉଭୟ ପକ୍ଷେ କେତେବେଳେ ଜୟ ତ କେତେବେଳେ ପରାଜୟ ବରଣ କରୁଥାନ୍ତି। ଏହି ଜୟ ପରାଜୟ ମଧ୍ୟରେ ଶେଷରେ ସହସ୍ରବାହୁ ହସ୍ତରେ ଋଷି ମୃତ୍ୟୁବରଣ କଲେ। ଋଷିଙ୍କ ମୃତ୍ୟୁ ପରେ କାମଧେନୁ ମର୍ତ୍ତ୍ୟପୁର ଛାଡ଼ି ତାର ପୂର୍ବ ସ୍ଥାନ ବୈକୁଣ୍ଠପୁରକୁ ଫେରିଯାଇ ବିଷ୍ଣୁଙ୍କ ପାଖରେ ରହିଲା। ଯମଦଗ୍ନିଙ୍କର ନିଧନ ଦେଖି ପତ୍ନୀ ରେଣୁକା
ସ୍ୱାମୀଙ୍କ ବକ୍ଷ ଉପରେ ମୁଣ୍ଡ କୋଡ଼ି କ୍ରନ୍ଦନ କରିବା ସହ ଅତି ଉଚ୍ଚ ସ୍ୱରରେ ଜ୍ୟେଷ୍ଠ ପୁତ୍ର ରାମର ନାମ ଧରି ଡାକି ଚାଲିଲେ। ମାତାଙ୍କର ଡାକ ଶୁଣି ଅବିଳମ୍ବେ ରାମ ସେଠାରେ ପହଞ୍ଚି ଶିଷ୍ୟମାନଙ୍କଠାରୁ ଆମୂଳଚୂଳ ଘଟଣା ଜାଣିନେଲେ। କ୍ରୋଧରେ ଅଗ୍ନିବାଣ ହୋଇ ପିତୃହନ୍ତା ସହସ୍ରାର୍ଜୁନଙ୍କୁ ବଦ୍ଧ କରି ପ୍ରତିଶୋଧ ନେବା ପରେ କ୍ଷତ୍ରିୟ କୂଳକୁ ନିପାତ କରିବା ପାଇଁ ରାମ ଶପଥ କଲେ। ଏହି ସମୟରେ ଭୃଗୁ ଆସି ସେଠାରେ ପହଞ୍ଚି ପ୍ରଥମେ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ କରିବାକୁ ନାତି ରାମକୁ ପରାମର୍ଶ ଦେଲେ। ପୌତ୍ର ଯମଦଗ୍ନିର ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ବ୍ରହ୍ମା ମଧ୍ୟ ଆସି ସେଠାରେ ଉପସ୍ଥିତ ହେଲେ। ଶୁଦ୍ଧିକ୍ରିୟା ସମାପ୍ତ ପରେ ପ୍ରପୌତ୍ର ରାମକୁ ସାନ୍ତ୍ୱନା ଦେଇ ଧାତା କହିଲେ, ରେ ବତ୍ସ, ସହସ୍ର ବାହୁକୁ ବଦ୍ଧ କରିବା ପାଇଁ ତୁ ଯେଉଁ ଦୁର୍ବାର ଆଶା ପୋଷଣ କରିଛୁ ତାହା ଏତେ ସହଜ ନୁହେଁ। କାରଣ ତାର ଶକ୍ତି ନିକଟରେ ପରମ ଶିବ ଭକ୍ତ ଲଙ୍କାପତି ପ୍ରଶାସନ ପରାଜୟ ବରଣ କରି ଶରଣ ବସିଥିଲା। ସକଳ କ୍ଷତ୍ରିୟ ନରେଶ ପ୍ରବଳ ଶିବଭକ୍ତ ଏବଂ କ୍ଷତ୍ରିୟ ବଂଶ ନିପାତ କଲେ ତୁ ନିଶ୍ଚୟ ଶିବଙ୍କ କ୍ରୋଧର ଶିକାର ହେବୁ। ତେଣୁ ପ୍ରଥମେ ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ଯଦି ପାଶୁପତ ଅସ୍ତ୍ର ଲାଭ କରିପାରିବୁ ତେବେ ଯାଇ ତୋର ଶପଥ ସଫଳ ହୋଇପାରିବ। ଏହା କହି ବେଦବର ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ଭୃଗୁ ବଧୂ ରେଣୁକାଙ୍କୁ ସାନ୍ତ୍ୱନା ଦେଇ ସ୍ୱସ୍ଥାନ ଗମନ କଲେ। ଧାତାଙ୍କ ପରାମର୍ଶକ୍ରମେ ଭୃଗୁପତି ରାମ ହିମାଳୟ ଗମନ କରି ଶିବଙ୍କୁ ଧ୍ୟାନରେ ରଖି ଅଘୋର ତପ ସାଧନା କଲେ। ଓଁ ନମଃ ଶିବାୟ, ଓଁ ନମଃ ଶିବାୟ, ଓଁ ନମଃ ଶିବାୟ, ଓଁ ନମଃ ଶିବାୟ। ତାଙ୍କ ସ୍ତୁତି ଓ ଭକ୍ତିରେ ସନ୍ତୁଷ୍ଟ ହୋଇ ଆଶୁତୋଷ ଯେତେବେଳେ ବର ମାଗିବାକୁ କହିଲେ ସେତେବେଳେ ଋଷିସୂତ କହିଲେ, ପ୍ରଭୁ ମୋତେ ଏହି ବର ପ୍ରଦାନ କରନ୍ତୁ, ମୁଁ ଯେପରି ସହସ୍ର ବାହୁ ସମେତ ସମଗ୍ର କ୍ଷତ୍ରିୟ ନୃପଙ୍କୁ ନିପାତ କରି ଧରାକୁ କ୍ଷତ୍ରିୟମାନଙ୍କ ଦୌରାତ୍ମ୍ୟରୁ ମୁକ୍ତ କରିପାରିବି। ଏହା ଶୁଣି ସଦାଶିବ କହିଲେ, ହେ ବତ୍ସ, ସବୁ କ୍ଷତ୍ରିୟ ନରେଶ ମୋର ପରମ ଭକ୍ତ, ତେଣୁ ତାଙ୍କୁ ନିପାତ କରିବା ପାଇଁ ମୁଁ ତୁମକୁ କେବେ ବର ଦେଇ ମୋ ପ୍ରଭୁପଣରେ କଳଙ୍କ ଲଗାଇବାକୁ ଚାହୁଁନାହିଁ। ଅନ୍ୟ କିଛି ବର ମାଗିଲେ ଅବଶ୍ୟ ନିଶ୍ଚୟ ପ୍ରାପ୍ତ ହେବ। ପ୍ରଭୁଙ୍କର ନାସ୍ତିବାଣୀ ଶୁଣି ରାମ କହିଲେ, କେବଳ କ୍ଷତ୍ରିୟ କୂଳ ନିପାତ ହିଁ ମୋର ଏକମାତ୍ର ଲକ୍ଷ୍ୟ। ଯଦି ତାହା ପୂରଣ କରି ନ ପାରିବି ତେବେ ଆପଣଙ୍କ ସମ୍ମୁଖରେ ନିଜକୁ ନିପାତ କରିଦେବି। ଭକ୍ତର ଏତାଦୃଶ ନିଷ୍ପତ୍ତିରେ ବିଚଳିତ ଶଙ୍କର କହିଲେ, ନାହିଁ ରାମ, ତୁ ମୋର ପୁତ୍ର ସମ, ତେଣୁ ତତେ ପାଶୁପତ ପରି ଏକ ବିନାଶକ ପର୍ଶୁ ଦେଉଛି, ଯାହାର ପ୍ରୟୋଗରେ ତୁ ସହସ୍ର ବାହୁ ସହ ସକଳ କ୍ଷତ୍ରିୟଙ୍କୁ ନିପାତ କରି ଧରାକୁ କ୍ଷତ୍ରିୟ ଶୂନ୍ୟ କରିପାରିବୁ। ପ୍ରଭୁଙ୍କ ଚରଣରେ ପ୍ରଣାମ କରି ହସ୍ତରେ ପର୍ଶୁ ଧରି ରାମ ନିଜର ଅଭିଯାନରେ ବାହାରି ପଡ଼ିଲେ। ଶିବଙ୍କର ପ୍ରଦତ୍ତ ପର୍ଶୁ ଧାରଣ କରି ପରଶୁରାମ ନାମରେ ବିଦିତ ହେଲେ। ପ୍ରଥମେ ସହସ୍ର ବାହୁକୁ ବଦ୍ଧ କରି ତାପରେ 21 ବାର ପୃଥିବୀ ପ୍ରଦକ୍ଷିଣ କରି କ୍ଷତ୍ରିୟ କୂଳ ବିନାଶ କଲେ। ପରଶୁରାମଙ୍କ ଭୟରେ ମହାରଥୀ ଦଶରଥ ନିଜ 750 ରାଣୀମାନଙ୍କ ଗହଣରେ ଆତ୍ମଗୋପନ କରି ନିଜକୁ ସୁରକ୍ଷିତ ରଖିପାରିଥିଲେ। ଧରାକୁ କ୍ଷତ୍ରିୟ ମୁକ୍ତ କରିସାରିବା ପରେ ପରଶୁରାମ ପିତା ଶଙ୍କରଙ୍କ ଦର୍ଶନ ନିମନ୍ତେ କୈଳାସ ଗମନ କଲେ। ଦ୍ୱାର ଜଗିଥିବା ଗଣେଶ ଭିତରକୁ ଯିବାକୁ ବାରଣ କରି କହିଲେ, ହେ ପୂଜ୍ୟ, ବର୍ତ୍ତମାନ ମାତା ପିତା ଏକାନ୍ତରେ ମଧୁର ଆଳାପରେ ବ୍ୟସ୍ତ ଅଛନ୍ତି, ତେଣୁ କିଛି ସମୟ ଅପେକ୍ଷା କରନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ପ୍ରେମାଳାପ ସମୟରେ କୌଣସି ବ୍ୟକ୍ତି ବାଧା ଦେବା ଶାସ୍ତ୍ର ବିରୁଦ୍ଧ। ଏହା ଶୁଣି ଭୃଗୁପତି କହିଲେ, ମୁଁ ବହୁତ ଶାସ୍ତ୍ର ପଢ଼ିଛି, ତୁ ମୋତେ ଆଉ ଶାସ୍ତ୍ର ନୀତି ଶିଖାଇବାକୁ ଚେଷ୍ଟା କର ନାହିଁ। ଜଣେ ପୁତ୍ର ମାତା ପିତାଙ୍କ ଦର୍ଶନ ପାଇଁ ଅନୁମତିର ଆବଶ୍ୟକତା ନାହିଁ। କହି ପରଶୁରାମ ଭିତରକୁ ପ୍ରବେଶ କରିବାକୁ ଉଦ୍ୟତ ହେଲେ। ଏହିପରି ତର୍କ ବିତର୍କ ମଧ୍ୟରେ ଗଣେଶ ଉତ୍କ୍ଷିପ୍ତ ହୋଇ ପରଶୁରାମଙ୍କ ସହ ଦ୍ୱନ୍ଦ୍ୱ ଯୁଦ୍ଧରେ ମାତିଗଲେ ଏବଂ ତାଙ୍କୁ ବାନ୍ଧି କୈଳାସ ଚାରିପଟେ
ଘୋଷାରି ଘୋଷାରି ଅଚେତ କରିଦେଲେ। କିଛି ସମୟ ପରେ ଚେତା ଲାଭ କରି ଭୃଗୁପତି କ୍ରୋଧରେ ଗଣେଶଙ୍କ ଉପରକୁ ହସ୍ତରେ ଧରିଥିବା ପର୍ଶୁକୁ ନିକ୍ଷେପ କଲେ। ପିତାଙ୍କ ଅସ୍ତ୍ରକୁ ସମ୍ମାନ ଜଣାଇ ଗଜାନନ ନିଜ ବାମଦନ୍ତ ଦେଖାଇ ଦେବାରୁ ସେହି ଦନ୍ତଟି ଛେଦିତ ହୋଇ ତଳେ ପଡ଼ିଗଲା। ଦନ୍ତଟି ଭୂମି ଉପରେ ପଡ଼ିବା ପରେ ବସୁଧା ଥରି ଉଠିଲା। କୈଳାସ ଥରି ଉଠିବାରୁ ଶଙ୍କର ଶଙ୍କରୀ ସେହି ସ୍ଥଳରେ ପ୍ରବେଶ ହୋଇ ସମସ୍ତ ଘଟଣା ଅବଗତ ହେବା ପରେ ଦୁଇ ଭାଇଙ୍କର ଝଗଡ଼ା ଦେଖି ଦେବଦେବ ମହାଦେବ ଶିବ କିଛି ଗୁରୁତ୍ୱ ନ ଦେଇ ହସିଦେଲେ। କିନ୍ତୁ ପାର୍ବତୀ ଗଣେଶର ଦନ୍ତ କ୍ଷୟ ଦେଖି କ୍ଷୁବ୍ଧା ହୋଇ ଗୁରୁଦ୍ରୋହୀ ପରଶୁରାମଙ୍କୁ ମାରିବାକୁ ନିଷ୍ପତ୍ତି ନେଲେ। ଏହା ଜାଣିପାରି ଯମଦଗ୍ନିଙ୍କ ସୁତ କୃଷ୍ଣଙ୍କୁ ସୁମରଣା କଲେ ଏବଂ ଭକ୍ତର ଡାକ ଶୁଣି ଅବିଳମ୍ବେ ହରି ଏକ ଦ୍ୱିଜ ରୂପରେ ସେଠାରେ ପହଞ୍ଚିଗଲେ। ହରିଙ୍କୁ ଚିହ୍ନିପାରି ହର ପ୍ରଣାମ ଜଣାଇ ଦ୍ୱିଜଙ୍କ ଆଗମନରେ କୈଳାସ ଧନ୍ୟ ହୋଇଗଲା ବୋଲି ମନେ କଲେ। ପାର୍ବତୀଙ୍କୁ ଚାହିଁ ଦ୍ୱିଜରୂପୀ ହରି କହିଲେ, ହେ ଦେବୀ, ଗଣେଶ କାର୍ତ୍ତିକେୟ ଯେପରି ଆପଣଙ୍କର ପୁତ୍ର, ସେହିପରି ପରଶୁରାମ ମଧ୍ୟ ଶଙ୍କରଙ୍କ ପୁତ୍ର। ତେଣୁ ଭେଦଭାବ ନ ରଖି ତିନି ପୁତ୍ରଙ୍କୁ ସମଦୃଷ୍ଟିରେ ଦେଖି ରାମଙ୍କୁ କ୍ଷମା କର। ଆଜିଠାରୁ ତବ ପୁତ୍ର ଗଣେଶର ଏକଦନ୍ତ ନାମ ଗଣେଶ ନାମାଷ୍ଟକଂ ସ୍ତୋତ୍ରର ମଧ୍ୟରେ ସ୍ଥାନ ପାଇବ। ଯଥା ପ୍ରଥମଂ ବକ୍ରତୁଣ୍ଡଂ ଚ ଏକଦନ୍ତଂ ଦ୍ୱିତୀୟକଂ ତୃତୀୟଂ କୃଷ୍ଣପିଙ୍ଗାକ୍ଷଂ ଗଜବକ୍ରଂ ଚତୁର୍ଥକଂ ଲମ୍ಬೋଦରଂ ପଞ୍ଚମଂ ଚ ଷଷ୍ଠଂ ବିକଚಮೇବ ଚ ସପ୍ତମଂ ବିଘ୍ନରାଜଂ ଚ ଧୂମ୍ରବର୍ଣ୍ଣଂ ତଥାଷ୍ଟକଂ। ଏହା କହି ହରି ଅନ୍ତର୍ଧ୍ୟାନ ହୋଇଗଲା ପରେ ପରଶୁରାମ ଗଣେଶଙ୍କର ଏକ ସ୍ତୋତ୍ର ପାଠ କରି ଉମା ଓ ଗଣେଶଙ୍କର ପ୍ରିୟ ଭାଜନ ହେଲେ। ଏକଦନ୍ତଂ ମହାକାୟଂ କପିଲଂ ଗଜକର୍ଣ୍ଣକଂ ଲମ୍ಬೋଦରଂ ଚ ବିକଟଂ ଗଣାଧିପତୟେ ନମଃ। ହଁ ବନ୍ଧୁ, ଏହା ଥିଲା ଆଜିର କାହାଣୀ। ଗଜାନନ ବା ଗଣେଶ ଏକଦନ୍ତ ନାମରେ ପ୍ରସିଦ୍ଧି ଲାଭ କରିଥିଲେ। ଏହି କାହାଣୀର ଲେଖକ ହେଉଛନ୍ତି ଲବ୍ଧ ପ୍ରତିଷ୍ଠ ଶିକ୍ଷାବିତ୍ ଡକ୍ଟର ବ୍ରଜବନ୍ଧୁ ପଣ୍ଡା, ଯେ ଏକ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଅବସର ଗ୍ରହଣ କରିବା ପରେ ସାରସ୍ୱତ ସାଧନାକୁ ଅବଶିଷ୍ଟ ଜୀବନର ନିଶା ଓ ପେଶା ରୂପରେ ବାଛି ନେଇଛନ୍ତି। ସାମ୍ପ୍ରତିକ ସମାଜ ଓ ଆଧୁନିକ ପିଢ଼ିର ସଂସ୍କୃତି ଓ ସାହିତ୍ୟ ପ୍ରତି ବିମୁଖତାରେ ବ୍ୟଥିତ ହୋଇ କିଛି ପରିବର୍ତ୍ତନର ଆଶାରେ ସେ ତାଙ୍କର ଲେଖନୀ ଚାଳନା ଅବ୍ୟାହତ ରଖିଛନ୍ତି। ବିବିଧାୟନ ଶୀର୍ଷକ ଏକ ଗଳ୍ପ ସଂକଳନ, ଓଡ଼ିଶାର ପ୍ରଥିତ ଯଶା କବିମାନଙ୍କର ଜୀବନୀ ଓ ସୃଜନୀ ଆଧାରିତ ସମୀକ୍ଷା ପୁସ୍ତକ ଅମ୍ଳାନ ଦୀପ୍ତି, ତାଙ୍କର ଦୁଇଟି ଅନବଦ୍ୟ ସୃଷ୍ଟି। ଓଡ଼ିଆ ସାହିତ୍ୟର ସର୍ବକାଳୀନ ମୂଲ୍ୟବୋଧକୁ କିପରି ଅକ୍ଷୁଣ୍ଣ ରଖାଯାଇ ପାରିବ, ତାହା ହିଁ ଲେଖକଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତାଙ୍କ ରଚିତ ପ୍ରଥମ କାବ୍ୟଗ୍ରନ୍ଥ ପାଣ୍ଡବ କୁଳଚନ୍ଦ୍ରମ ଓ ଦ୍ୱିତୀୟ ଐତିହାସିକ କାବ୍ୟଗ୍ରନ୍ଥ ଅନନ୍ୟା କଳିଙ୍ଗ କନ୍ୟା ତାଙ୍କ ଲେଖନୀରୁ ବହୁମୁଖିତା ପ୍ରମାଣ କରେ। ପଞ୍ଚମ ସୃଷ୍ଟି ପୌରାଣିକ କାହାଣୀ ସ୍ମରହର ଶଙ୍କର ଓ ଷଷ୍ଠ ଅବଦାନ ପ୍ରବନ୍ଧ ସଂକଳନ ଅଲୌକିକ ଅବଲୋକନ ପାଠକୀୟ ଆଦୃତି ସାଉଁଟି ତାଙ୍କୁ ସଫଳତାର ସ୍ୱାଦ ଚଖାଇଛି। ଏକାଧାରରେ ଜଣେ ଲବ୍ଧ ପ୍ରତିଷ୍ଠିତ ପ୍ରାବନ୍ଧିକ, ବିଦଗ୍ଧ କାବ୍ୟରସିକ ତଥା ବଳିଷ୍ଠ ଚିନ୍ତାନାୟକ ଭାବେ ଓଡ଼ିଶାର ସାହିତ୍ୟାକାଶରେ ସେ ସୁପରିଚିତ। ଏହା ଥିଲା ଡକ୍ଟର ବ୍ରଜବନ୍ଧୁ ପଣ୍ଡାଙ୍କର ସଂକ୍ଷିପ୍ତ ବିବରଣୀ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଡକ୍ଟର ବ୍ରଜବନ୍ଧୁ ପଣ୍ଡା, ଯିଏକି ଆପଣ ଓଡ଼ିଶା ଭଏସ୍ ପଡ଼କାଷ୍ଟକୁ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ଆଉ ସପୋର୍ଟ କରିଥିବାରୁ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଲ୍ଲୀପ କୁମାର ଶତପଥୀ, ଯିଏକି ଏ ଓଡ଼ିଶା ଭଏସ୍ ପଡ଼କାଷ୍ଟର ଉପଦେଷ୍ଟା। ତା ସହିତ ତାଙ୍କର ସଂକ୍ଷିପ୍ତ ବିବରଣୀ ବିଷୟରେ ଆପଣମାନଙ୍କୁ ଅଳ୍ପ ବହୁତ ନିଶ୍ଚିତ ଭାବରେ ଜଣାଯିବ। ଏକାଧାରରେ ସୁସାହିତ୍ୟିକ, ପ୍ରାବନ୍ଧିକ, ସମାଲୋଚକ ତଥା ସୁପରିଚିତ ହାସ୍ୟ ବ୍ୟଙ୍ଗ କବି ଏବଂ ଜଣେ ଉତ୍ତମ ଶିକ୍ଷାବିତ୍ ଭାବେ ସୁଖ୍ୟାତି ରହିଛି। ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଶତପଥୀ ଶିକ୍ଷା, କଳା, ସାହିତ୍ୟ ତଥା ଜଗନ୍ନାଥ ସଂସ୍କୃତି କାର୍ଯ୍ୟରେ ଉତ୍ସର୍ଗୀକୃତ ସରଳ ମଣିଷ। ଭାରତୀୟ ଡାକ ବିଭାଗରେ ମଧ୍ୟ କମ୍ପ୍ୟୁଟର ସିଷ୍ଟମ ଆଡମିନିଷ୍ଟ୍ରେଟର ଭାବରେ ଦୀର୍ଘ 20 ବର୍ଷ କାମ କରିଛନ୍ତି। ଅଧୁନା ଡାକ ବିଭାଗରେ ଭୁବନେଶ୍ୱରରେ ସେବାରତ। ଆଶା କରେ ଏ କାହାଣୀଟି ଆପଣଙ୍କୁ ନିଶ୍ଚିନ୍ତ ଭାବରେ ହୃଦୟସ୍ପର୍ଶୀ ହୋଇଥିବ। ଯଦି ଏ କାହାଣୀ ଆପଣଙ୍କୁ
ଭଲ ଲାଗିଥିବ ନିଶ୍ଚିନ୍ତ କମେଣ୍ଟ ସେୟାର ଓ ଲାଇକ୍ କରନ୍ତୁ। ମହାଦେବଙ୍କର କଥା ଘରେ ଘରେ ପହଞ୍ଚନ୍ତୁ। ସର୍ବେ ଭବନ୍ତୁ ସୁଖିନା ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ୟ।